जय जय जगन्नाथ। नमस्कार। जेन अभिजन सकाଳରେ ଖବର ଆପଣମାନଙ୍କୁ ଜଣାଉଛି ନୂତନ ବର୍ଷର ଅନେକ ଅନେକ ଅଭିନନ୍ଦନ ସହିତ ଶୁଭକାମନା। ଆସନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା କିଛି ଦୁର୍ଘଟଣା ଉପରେ ନଜର ପକାଇବା ପୂର୍ବରୁ ଓଡ଼ିଶାରେ ଲଘୁଚାପ ଜନିତ ବର୍ଷାରେ ପ୍ରଭାବ ବର୍ତ୍ତମାନ ରହିଛି। ଆଜି ଦିନ ତମାମ ଯେଭଳି ଭାବରେ ଦେଖିବାକୁ ମିଳୁଛି ଝିପିଝିପି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଏବଂ ଏହା ମଧ୍ୟରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ବା ପାଣିପାଗ ବିଶେଷଜ୍ଞ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଭଳି ଦିଆଯାଇଛି ଓଡ଼ିଶାରେ ବର୍ତ୍ତମାନ ପାଖାପାଖି ଆହୁରି 5 ରୁ 6 ଦିନ ଧରି ଓଡ଼ିଶାରେ ଝିପିଝିପି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି। ଦର୍ଶକ ବନ୍ଧୁ, ଏଭଳି ଏକ ଓଡ଼ିଶାରେ ଯେଉଁ ସ୍ଥିତି ବର୍ତ୍ତମାନ ରହିଛି ତାହା ମଧ୍ୟ ସଙ୍ଗୀନ ରହିଛି ଏବଂ ସବୁଠି ବର୍ତ୍ତମାନ ରଖିଛି ଓଡ଼ିଶାରେ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ହଁ ଦର୍ଶକ ବନ୍ଧୁ, ଓଡ଼ିଶାରେ ଯେଉଁଭଳି ଭାବରେ ଲଘୁଚାପ ଜନିତ ବର୍ଷା ପ୍ରଭାବ ରହିଛି ଏବଂ ଓଡ଼ିଶାରେ କେତେ ରହିବ ୟାର ପରିମାଣ ଏବଂ କେତେ ପ୍ରଭାବିତ ହେବ ଏହାକୁ ନେଇ ମଧ୍ୟ ବିଶେଷଜ୍ଞ ତରଫରୁ ମଧ୍ୟ ଆଲୋଚନା କରାଯାଇଛି ଏବଂ ସମସ୍ତଙ୍କୁ ମଧ୍ୟ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟରେ ବର୍ତ୍ତମାନ ଦେଖିବାକୁ ମିଳିଛି ଏବଂ ଏହି ଲଘୁଚାପ ଜନିତ ବର୍ଷାରେ ଓଡ଼ିଶାରେ ବର୍ତ୍ତମାନ ସ୍ଥିତିର ବର୍ତ୍ତମାନ ଦେଖିବାକୁ ଗଲେ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ଅଧିକ ଥିବାରୁ ପାଣିପାଗ ବିଶେଷଜ୍ଞ ତରଫରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଦର୍ଶକ ବନ୍ଧୁ, ବର୍ତ୍ତମାନ ଓଡ଼ିଶାରେ ଦେଖିବାକୁ ମିଳୁଛି ପ୍ରତ୍ୟେକ ଜିଲ୍ଲା କଥା ଯଦି କହିପାରିବା ଭଦ୍ରକ, ବାଲେଶ୍ୱର, କଟକ, ପୁରୀ, ଗଞ୍ଜାମ, ଗଜପତି, ରାଉରକେଲା, ଢେଙ୍କାନାଳ, ପାରାଦୀପ, ସମ୍ବଲପୁର, ବରହମପୁର, କଞ୍ଜମାଳ ବର୍ତ୍ତମାନ ଏହି ଜିଲ୍ଲାମାନଙ୍କରେ ଅତ୍ୟଧିକ ଥଣ୍ଡା ମଧ୍ୟ ପ୍ରବଳ ଥଣ୍ଡା ରହିଛି। ଏହି ଥଣ୍ଡା ପ୍ରକୋପ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ତାଣ୍ଡବ ଲୀଳା ମଧ୍ୟ ଓଡ଼ିଶା ଉପରେ ରହିବ ବୋଲି ମଧ୍ୟ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, ଓଡ଼ିଶାରେ ଯେଉଁ ସ୍ଥିତି ରହିଛି ତାକୁ ଯଦି ଆମେ ପଖାଣିବା ବର୍ତ୍ତମାନ ଯେଉଁଭଳି ରହିଛି ତାର ସଙ୍ଗୀନ ବର୍ତ୍ତମାନ ରହିଛି ଏକ ଲଘୁଚାପ ଜନିତ ବର୍ଷା। ଏ ଲଘୁଚାପ ଜନିତ ବର୍ଷାରେ ଓଡ଼ିଶାରେ ବର୍ତ୍ତମାନ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି। ଦର୍ଶକ ବନ୍ଧୁ, ଆମେ ଗୋଟିଏ କଥା କହିପାରିବା, ଓଡ଼ିଶାରେ ଯେଉଁଭଳି ମାନେ ଲଘୁଚାପ ଜନିତ ବର୍ଷା ବର୍ତ୍ତମାନ ଆହୁରି ପାଖାପାଖି 5 ରୁ 6 ଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷା ବର୍ତ୍ତମାନ ରହିବ ବୋଲି ମଧ୍ୟ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, ଆମେ ଗୋଟିଏ କଥା କହିପାରିବା, ଯେଉଁଭଳି ଭାବରେ ରହିଛି ଓଡ଼ିଶାରେ ଆଜି ବର୍ତ୍ତମାନ ଯେଉଁଭଳି ରହିଛି ସକାଳରେ ଖବର, ଆଜି ପୁରା ଟୋଟାଲି ମେଘାଚ୍ଛନ୍ନ ରହୁଛି ବର୍ତ୍ତମାନ ମେଘାଚ୍ଛନ୍ନ ରହିଛି ଆକାଶ ଏବଂ ତାର ଝିପିଝିପି ବର୍ଷା ମଧ୍ୟ ହେବ ବୋଲି ମଧ୍ୟ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, ଆମେ ଗୋଟିଏ କଥା କହିପାରିବା, ବର୍ତ୍ତମାନ ଯେଉଁ ଥଣ୍ଡା ଅନୁଭୂତ ହେଉଛି ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାରେ ବର୍ତ୍ତମାନ ଥଣ୍ଡା ଅନୁଭୂତ ହେଉଛି। ହାଡ଼ଭଙ୍ଗା ଶୀତ ସହିତ ପବନର ବେଗ ମଧ୍ୟ ପଶ୍ଚିମ ଝଡ଼ ଏବଂ ଉତ୍ତର ପବନ ଯେଉଁ ବହୁଛି ତାହା ମଧ୍ୟ ଅତ୍ୟଧିକ ଶୀତ ମଧ୍ୟ ଲାଗୁଛି। ତାର ବର୍ତ୍ତମାନ ଶୀତ ବସ୍ତ୍ର ଲୋକମାନେ ପରିଧାନ କରୁଛନ୍ତି ଏବଂ ଖୋଲୁନାହାନ୍ତି। ଏତେ ପ୍ରବଳ ମାତ୍ରାର ଶୀତକୁ ନେଇ ପ୍ରକଟ ଦେଖିବାକୁ ମିଳିଛି। କିନ୍ତୁ ଓଡ଼ିଶାରେ ଏଭଳି ଏକ ସ୍ଥିତି ରହିଛି ତାହାର ମଧ୍ୟ କିଛି ଆକଳନ ମଧ୍ୟ କରାଯାଉ ନାହିଁ। ଓଡ଼ିଶାରେ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ହାଇ ଆଲର୍ଟ ମଧ୍ୟ କରାଯାଇଛି କିଛି ଜିଲ୍ଲାକୁ ମଧ୍ୟ କରାଯାଇଛି, କାରଣ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଏକ ଲଘୁଚାପ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ବର୍ତ୍ତମାନ ତାହା ରହିବ। ଏଟାକୁ ଯଦି ଓଡ଼ିଶାରେ ଯଦି ପ୍ରବଳ ବର୍ଷା ନ ହୁଏ ତାହେଲେ ପାଖାପାଖି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ଅଛି। ତାକୁ ନେଇ ମଧ୍ୟ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଦର୍ଶକ ବନ୍ଧୁ, ଆମେ କହି ରଖୁଛୁ ଓଡ଼ିଶାରେ ଯେଉଁ ଶୀତର ପ୍ରକୋପ ରହିଛି ହାଡ଼ଭଙ୍ଗା ଶୀତ ସହିତ ବର୍ତ୍ତମାନ ରହିଛି। ହାଡ଼ଭଙ୍ଗା ଶୀତରେ ବର୍ତ୍ତମାନ ସାରା ଓଡ଼ିଶା ବର୍ତ୍ତମାନ ବେହାଲ ପରିସ୍ଥିତି ରହିଛି ଏବଂ ଓଡ଼ିଶା ଥରୁଛି। ଆକୁ ନେଇ ବର୍ତ୍ତମାନ ଆକଳନ ମଧ୍ୟ କରିଛି ପାଣିପାଗ ବିଭାଗ। ଏହି ପାଣିପାଗ ବିଭାଗ ତରଫରୁ ଯେଉଁଭଳି ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ଦର୍ଶକ ବନ୍ଧୁ, ତାହା ଏକ ପ୍ରକାର ବିପଜ୍ଜନକ ଦେଖାଯାଇଛି।
ଓଡ଼ିଶାରେ ଆମେ ଗୋଟିଏ କଥା କହିପାରିବା ଯେଉଁଭଳି ଦୃଶ୍ୟ ଆମେ ଦେଖାଉଛୁ ଭିଜୁଆଲ୍ ମାଧ୍ୟମରେ ଦେଖାଉଛୁ ଯେଉଁ ଦୃଶ୍ୟ ତାହା ମଧ୍ୟ ଆକଳନ କରାଯାଉଛି ଓଡ଼ିଶାରେ ଏଭଳି ଏକ ସ୍ଥିତିରେ ପରିସ୍ଥିତି ବର୍ତ୍ତମାନ ଭୟଙ୍କର ରହିଛି ଏକୁ ମଧ୍ୟ ଲଘୁଚାପ ଜନିତ ବର୍ଷାରେ ପ୍ରକୋପରେ ବର୍ତ୍ତମାନ ଓଡ଼ିଶା ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି ଦର୍ଶକ ବନ୍ଧୁ ଗୋଟେ କଥା କହିପାରିବା ଗୋଟିଏ ଧାନ ଚାଷ କଥା ଯଦି କହିପାରିବା ଓଡ଼ିଶାରେ ବର୍ତ୍ତମାନ ଧାନ ଚାଷକୁ ନେଇ ସବୁଠି ବର୍ତ୍ତମାନ ରହିଛି ଅମଳ ରହିଛି ବର୍ତ୍ତମାନ ମୁଣ୍ଡି ମଧ୍ୟ ଖୋଲି ଯାଇଛି ତାହାର ମଧ୍ୟ ଧାନକୁ ନେଇକି କିପରି ଭାବରେ ରହିବେ କିନ୍ତୁ ଏଭଳି ଯଦି ବାହିରେ ଯଦି ଧାନ ଅଛି ତାହେଲେ ବଦାଡ଼ି ଅଛି ତାହେଲେ ନିଶ୍ଚିତ ଭାବରେ ଆପଣ ସୁରକ୍ଷିତ ରୁହନ୍ତୁ ଏବଂ ଯେଉଁଭଳି ପାଣିପାଗ ବିଶେଷଜ୍ଞ ତରଫରୁ ଯେଉଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ଓଡ଼ିଶାରେ ତାହା ମଧ୍ୟ ଦେଖିବାକୁ ମିଳୁଛି ବର୍ଷା ହୋଇପାରେ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ତାହା ମଧ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ସବୁଠି ବର୍ତ୍ତମାନ ଥଣ୍ଡାର ପ୍ରକୋପ ମଧ୍ୟ ଦେଖିବାକୁ ମିଳୁଛି ସବୁଠାରୁ ଉତ୍ତମ ବର୍ତ୍ତମାନ ଯେଉଁଭଳି ଟେମ୍ପରେଚର ରଖିଛି ଆହୁରି 2-3 ଟେମ୍ପରେଚର ବୃଦ୍ଧି ପାଇଁ ବର୍ତ୍ତମାନ ଏଇକ୍ଷଣା ଦେଖିବାକୁ ମିଳିଛି ସକାଳରେ ବର୍ତ୍ତମାନ ଥଣ୍ଡା ପ୍ରବଳ ରହିଛି କିନ୍ତୁ ଦାରିଙ୍ଗବାଡ଼ି ଯେଉଁ ଫୁଲବାଣୀରେ ମଧ୍ୟ -0 ମଧ୍ୟ ରହିଛି ତାହାର ବରଫ ତୁଷାରପାତ ହେଉଛି ମଧ୍ୟ ସ୍ପଷ୍ଟ ହୋଇଛି କିନ୍ତୁ ପାଣିପାଗ ବିଶେଷଜ୍ଞ କରିବା ଅନୁଯାୟୀ ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରେ ଯେଉଁଭଳି ପବନ ପ୍ରବାହିତ ହେଉଛି ତାହା ମଧ୍ୟ ଶୀତର ପ୍ରକୋପ ଅଧିକ ରହୁଛି ଶୀତରେ ବର୍ତ୍ତମାନ ଥରୁଛି ସାରା ଓଡ଼ିଶା ଏଥିମଧ୍ୟରୁ ଶୀତର ଯେଉଁଭଳି ସାରା ଓଡ଼ିଶା ବର୍ତ୍ତମାନ ଦେଖିବାକୁ ମିଳୁଛି ଥରୁଛି କିନ୍ତୁ ତାରି ପରିପ୍ରେକ୍ଷୀରେ ବର୍ତ୍ତମାନ ଦେଖିବା ଯେ କୁହୁଡ଼ିମୟ ବର୍ତ୍ତମାନ ଓଡ଼ିଶାରେ ବର୍ତ୍ତମାନ ମେଘାଚ୍ଛନ୍ନ ରହିଛି ଆକାଶ ଆଜି ଯଦି ସ୍ପଷ୍ଟ ଚିତ୍ର ଆମେ ଆପଣମାନଙ୍କୁ ଦେଖାଉଛୁ ଦର୍ଶକ ବନ୍ଧୁ ଆକାଶ ମେଘାଚ୍ଛନ୍ନ ରହିବା ସହିତ ଝିପିଝିପି ବର୍ଷା ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ପାଇଁ ଭାରତୀୟ ପାଣିପାଗ ବିଭାଗ ତରଫରୁ ମଧ୍ୟ ସତର୍କ ସୂଚନା ଜାରି କରିଛି ଦର୍ଶକ ବନ୍ଧୁ ଏଭଳି ଏକ ସ୍ଥିତି ବର୍ତ୍ତମାନ ଓଡ଼ିଶାରେ ରହିଛି ଏଭଳି କିପରି ଭାବରେ ଓଡ଼ିଶାରେ ରହିବ ତାହା ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ ଦର୍ଶକ ବନ୍ଧୁ ଏଭଳି ଏକ ସ୍ଥିତିରେ ଓଡ଼ିଶା ବର୍ତ୍ତମାନ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି କିନ୍ତୁ ଅନେକ ଜାଗାରେ ବର୍ତ୍ତମାନ ବର୍ଷା ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି ଆଜି ମଧ୍ୟ ଭଦ୍ରକ ଜିଲ୍ଲାରେ ଭଦ୍ରକରେ ଝିପିଝିପି ବର୍ଷାର ଦେଖିବାକୁ ମିଳିବ କିନ୍ତୁ ଏଠି ଯେଉଁଭଳି ଲଘୁଚାପ ଜନିତ ବର୍ଷାରେ ଓଡ଼ିଶାରେ ଯେଉଁଭଳି ସ୍ଥିତି ରହିଛି ତାକୁ ମଧ୍ୟ ଆମେ କିଛି ଦୃଶ୍ୟ ମାଧ୍ୟମରେ ଆମେ କିଛି ଭିଜୁଆଲ ମାଧ୍ୟମରେ ଆପଣମାନଙ୍କୁ ଦେଖାଉଛୁ ଦର୍ଶକ ବନ୍ଧୁ ଏଭଳି ଏକ ସ୍ଥିତିରେ ଓଡ଼ିଶା ରହିଛି କାରଣ ଲଘୁଚାପ ଜନିତ ବର୍ଷାରେ ଓଡ଼ିଶା ବର୍ତ୍ତମାନ ବେହାଲ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆକଳନ ମଧ୍ୟ କରୁଛି କିନ୍ତୁ ଅନେକ ସ୍ଥାନରେ ଗୋଟେ ସ୍ଥାନରେ ଝିପିଝିପି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ତରଫରୁ ମଧ୍ୟ ପୂର୍ବାନ କରାଯାଇଛି କିନ୍ତୁ ଅନ୍ୟ ପକ୍ଷରେ ଯଦି ଦେଖିବା ବର୍ତ୍ତମାନ ରବି ଫସଲ ଚାଲିଛି ଏହି ରବି ଫସଲରେ ବର୍ତ୍ତମାନ ଯେଉଁ ଆପଣଙ୍କର କିଆରରେ ଯେଉଁ ବୁଢ଼ା କାକର ପଡ଼ୁଛି ବା କୁହୁଡ଼ି ପଡ଼ୁଛି ସେଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ମଧ୍ୟ ଆକଳନ ମଧ୍ୟ କରିଛି ଭାରତୀୟ ପାଣିପାଗ ବିଭାଗ ଦର୍ଶକ ବନ୍ଧୁ କିଛି ଧାନ କଥା ଯଦି ଆମେ କହିପାରିବା କୃଷକ ଭାଇର ଅମୂଲ୍ୟ ଧନ ହେଉଛି ଧାନ କାରଣ ଏହି ଧାନ ଚାଷ କରି ସେ ସର୍ବଦା ସିଏ ବର୍ତ୍ତମାନ ସର୍ବଦା ତାହାର ଗୁଜରାଣ ମେଣ୍ଟାଇବା କିନ୍ତୁ ଏହି ଗୁଜରାଣ ଭିତରେ ଯଦି ଝିପିଝିପି ବର୍ଷା ରହୁଛି ତାହା ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହେବ କୃଷକ ସେଥିପାଇଁ ତରବରିଆ ହୋଇ ସେ ଧାନ ଚାଷ କରୁଥିବା କ୍ଷେତ୍ରରେ ମଧ୍ୟ ଧାନ ଗୁଡ଼ିକ ରହିଛି ତାକୁ କିପରି ଭାବରେ ହାର୍ଭେଷ୍ଟିଂ କରିବ ଏବଂ ପୂର୍ବରୁ ଯେଉଁଭଳି ବାତ୍ୟା ବନ୍ୟା ଥିଲା ତାକୁ ମଧ୍ୟ ଏଭଳି ଓଡ଼ିଶାରେ ଦେଖାଯାଇଛି କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ତାହା ମଧ୍ୟ ଦେଖିବାକୁ ମିଳୁଛି ଏହି ସତର୍କ ସୂଚନା ଯେଉଁ ଓଡ଼ିଶାରେ ରହିଛି ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ମଧ୍ୟ ଓଡ଼ିଶା ଉପରେ ରହିବ ତାହା ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ ଦର୍ଶକ ବନ୍ଧୁ ଆମେ କହି ରଖୁଛୁ ଆପଣମାନଙ୍କୁ ଯେଉଁ ପାଣିପାଗ ବିଭାଗ ତରଫରୁ କହିବାକୁ ଗଲେ ବର୍ତ୍ତମାନ ଆହୁରି 2 ସପ୍ତାହ ଧରି ଓଡ଼ିଶାରେ ଥଣ୍ଡା ଅନୁଭୂତ ହେବ ଏବଂ ବର୍ଷାର ପ୍ରକୋପ ମଧ୍ୟ ଆହୁରି 4-5 ଦିନ ବର୍ଷାର ପ୍ରକୋପ ମଧ୍ୟ ଓଡ଼ିଶା ଉପରେ ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ବହୁ ଯେଉଁ ସତର୍କ ମଧ୍ୟ ସୂଚନା ଜାରି କରାଯାଇଛି କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ଏତେ ବର୍ଷାର ପରିମାଣ କମିଯିବ କିନ୍ତୁ ତାର ଥଣ୍ଡା ଆଉ 2 ସପ୍ତାହ ଧରି ବଢ଼ିବ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ କିନ୍ତୁ ବର୍ତ୍ତମାନ ଯେଉଁ ଓଡ଼ିଶାରେ ଶୀତ ରହିଛି କାରଣ ବର୍ଷା ବର୍ତ୍ତମାନ ଉଠେଇଛି ଶୀତର ପରିମାଣ କମ୍ ରହିବ କିନ୍ତୁ ଶୀତ କମିଗଲେ ବର୍ତ୍ତମାନ